ଗୋଟିଏ କୋଣର ପରିମାଣ ଏହାର ପରିପୂରକ କୋଣର ପରିମାଣର 2 ଗୁଣରୁ 18 ଡିଗ୍ରୀ ଅଧିକ ହେଲେ କୋଣଟିର ପରିମାଣ କେତେ? ଗୋଟିଏ କୋଣର ପରିମାଣ ଏହାର ପରିପୂରକ କୋଣର ପରିମାଣର 2 ଗୁଣରୁ ଅଧିକ ହେଲେ କୋଣଟିର ପରିମାଣ କେତେ? ମନେକର କୋଣ ଦ୍ୱୟ থিটা ଏବଂ ଅନ୍ୟଟି କେତେ ହେବ? 2 ଗୁଣରୁ 18 ଡିଗ୍ରୀ ଅଧିକ। 2 ଗୁଣ ମାନେ 2 থিটা ପ୍ଲସ୍ 18 18 ଡିଗ୍ରୀ ଅଧିକ 2 থিটা ପ୍ଲସ୍ 18 ଗୋଟେ ହେଲା থিটা ଆଉ ଗୋଟେ ହେଲା 2 থিটা ପ୍ଲସ୍ 18। ତେବେ ପ୍ରଶ୍ନ ଅନୁସାରେ କ'ଣ ଦେଇଛି? 2 ଗୁଣରୁ 18 ଅଧିକା ହେଲେ କୋଣଟିର ପରିମାଣ କେତେ? ପ୍ରଶ୍ନ ଅନୁସାରେ କୋଣ ଦ୍ୱୟ ପରସ୍ପର ପରିପୂରକ। ଯଦି ପରିପୂରକ ହେଲେ କ'ଣ ହେବ? ଦୁଇଟା ଯାକ ମିଶିଲେ 180 ଡିଗ୍ରୀ ହେବ। ପ୍ରଶ୍ନ ଅନୁସାରେ থিটা ପ୍ଲସ୍ 2 থিটা ପ୍ଲସ୍ 18 ଇକ୍ୱାଲ୍ ଟୁ 180 ଡିଗ୍ରୀ ହେଲା। କାହିଁକି? ଗୋଟିଏ କୋଣର ପରିମାଣ ଏହାର ପରିପୂରକ କୋଣର ପରିମାଣର 2 ଗୁଣରୁ 18 ଡିଗ୍ରୀ ଅଧିକ ଦେଇଛି। ତେବେ କ'ଣ ହେଲା? এই ଇକ୍ୱେସନ୍ଟା କ'ଣ ହେବ? ଇକ୍ୱାଲ୍ ଟୁ 2 থিটা ପ୍ଲସ୍ 3 থিটা 2 থিটা ପ୍ଲସ୍ থিটা ଇକ୍ୱାଲ୍ ଟୁ 3 থিটা ପ୍ଲସ୍ 18 ଇକ୍ୱାଲ୍ ଟୁ 180 ଡିଗ୍ରୀ, which imply that 3 theta equal to 180 minus 18 equal to କେତେ ହେଲା? 162 ଡିଗ୍ରୀ। ବୁଝିଗଲା? 3 theta equal to 160 degree, which implies that theta equal to କେତେ? 162 divided by 3 ବୁଝିଗଲା? equal to 54 डिग्री कटिगला इज इक्वल टू 54 डिग्री। एटी है 54 डिग्री समान 54 डिग्री। तेबे निर्णय कोण द्वयर परिमाण केमती बाहर? कोणर परिमाण परिमाण 2 थीटा प्लस 18 2 थीटा प्लस 18 आसला इक्वल टू केते 2 into 54 plus 18 केते हला 2 into 54 2 8 2 5 10 108 प्लस 18 इक्वल टू 8 16 6 नेला 1 2 126 डिग्री है। गोटे कोणर परिमाण यार परिपूरक कोणर परिमाण 2 गुणरु 18 अधिक यहाँ बुझापी पड़ो। अधिक हेले कोणटीर परिमाण केते? अतएव कोणटीर परिमाण है 126 डिग्री। ठीक अच्छे बुझीगला वर्तमान।